सीएम किसान टंका को नहीं आसला बड़ अपडेट जो मानू सीएम किसान टंका एपर्यंत आसीना आपण पाइबार योग्य आपण को सर्वप्रथमे कृषक पोर्टाल को जाई पंजीकृत करिया को पड़ियो। देखंतु एठी आपणकर आधार कार्ड देबे पंजीकरण करिवे ता सहित आपणकर टंका मिल जिवो। आ जदि आपण पंजीकृत न करथिबे आपण टंका मिलिवो नाही। सेकेंड रहा भूमिहीन। भूमिहीन चाषी को केमी टंका मिलिବ देखो जो माने भूमिहीन तांकर चाष करने ପାଇଁ जमी ନାହିଁ ସେମାନେ ମଧ୍ୟ ପଞ୍ଜୀକୃତ କରିବେ ତା ସହିତ ଗୋଟେ ଜବ୍ କାର୍ଡ ବାହାରି କରିବେ ଯୋଉ ଜବ୍ କାର୍ଡ ମାଧ୍ୟମରେ ସେ 12,500 ଟଙ୍କା ପାଇବେ। 5,000 5,000 ଦୁଇଟି କିସ୍ତି ଆଉ ଗୋଟିଏ କିସ୍ତି 2,500 ଟଙ୍କା ପାଇବେ। ତେଣୁ ଧ୍ୟାନ ରଖନ୍ତୁ ଯୋଉମାନେ ପଞ୍ଜୀକୃତ କରିନାହାନ୍ତି ସେମାନେ ଯାଇ ଏବେ ପଞ୍ଜୀକୃତ କରିଦିଅନ୍ତୁ। ନିକଟସ୍ଥ ଜନସେବା କେନ୍ଦ୍ରରେ ଆପଣମାନେ କରିପାରିବେ। ନିଜ ଆଧାର କାର୍ଡ ଦେବେ ତା ସହିତ ଆଧାର କାର୍ଡ କିଛି ଓଟିପି ଯିବ ତାପରେ ଆପଣ କରିପାରିବେ। ଦେଖନ୍ତୁ ଏଇ ପୋର୍ଟାଲକୁ ଆପଣ ଯିବେ ନିଜେ ଚାହିଁଲେ ଆବେଦନ କରିପାରିବେ କିନ୍ତୁ ସବୁଠୁ ଭଲ ହବ ଆପଣ ଜନସେବା କେନ୍ଦ୍ର ଯାଇକି ଆବେଦନ କରିଦିଅନ୍ତୁ। ତାପରେ ଆଉ ଗୋଟେ କଥା ହେଲା ଯୋଉମାନେ ଭୂମିହୀନ ସେମାନଙ୍କୁ ଜବ୍ କାର୍ଡ ନିହାତି ବାହାର କରିବାକୁ ପଡ଼ିବ। ଜବ୍ କାର୍ଡ ଆପଣ ସର୍ଚ୍ଚ କରିପାରିବେ କେମିତି କ'ଣ ବାହାରେ ନହେଲେ ଆପଣ ସବୁଠୁ ଭଲ ହବ ନିକଟସ୍ଥ ଜନସେବା କେନ୍ଦ୍ର ଯାଇକି ନିଜର ଜବ୍ କାର୍ଡ ବାହାରି କରିଦିଅନ୍ତୁ। ତାପରେ ଆପଣ 12,500 ଟଙ୍କାର ସାହାଯ୍ୟ ମିଳିପାରିବ। କାଳିଆ ଯୋଜନା ପରିବର୍ତ୍ତେ ଏବେ ସିଏମ୍ କିଷାନ ଯୋଜନା ନୂଆଖାଇରେ ଦେଇଛନ୍ତି 2,000 ଟଙ୍କା ଯାହାମାନଙ୍କୁ ଆସି ସେମାନେ ପଞ୍ଜୀକୃତ କରିଥିଲେ ତେଣୁ ତାଙ୍କୁ 2,000 ଟଙ୍କା ଲେଖାଏଁ ଆସିଲା। ଦେଖନ୍ତୁ ଏଇ ନମ୍ବରକୁ କଲ୍ କରିଦେବେ 155 କୁ କଲ୍ କରି ଆପଣ ପୁରା ଡିଟେଲ୍ସ ବୁଝିପାରିବେ କ'ଣ ପ୍ରୋବ୍ଲେମ୍ ଅଛି କ'ଣ ନାହିଁ। ଆପଣ ସେ ନମ୍ବରକୁ କଲ୍ କରି ସବୁ କିଛି ବୁଝିପାରିବେ। ଆଉ ସବୁଠାରୁ ବଡ଼ କଥା ହେଲା ଆପଣ ଯେପର୍ଯ୍ୟନ୍ତ ପଞ୍ଜୀକୃତ ନ କରିଥିବେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ଟୋଟାଲ ଦେଖନ୍ତୁ 82,28,481 ଜଣ ହିତାଧିକାରୀ ମାନେ ପାଇଛନ୍ତି। ତ ସେଥିପାଇଁ କି ଆପଣଙ୍କର ଯଦି କିଛି କୌଣସି ପଞ୍ଜୀକୃତ ହୋଇନାହିଁ ଆପଣଙ୍କ ପାଇବାର ଯୋଗ୍ୟ ନିଶ୍ଚିତ ଏବେ ଯାଇ ଆପଣ ପଞ୍ଜୀକୃତ କରିଦିଅନ୍ତୁ ଏଇ ସାଇଟ୍ରେ ଯାଇକି। ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଆନ୍ତୁ ପଞ୍ଜୀକୃତ କରିଦିଅନ୍ତୁ ତ ଆପଣଙ୍କୁ ନିଶ୍ଚିତ ଟଙ୍କା ଆସିଯିବ। ତ ଆଗକୁ ଅପଡେଟ୍ ପାଇବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏ ନେଇକି କିଛି ଯଦି ଆପଣଙ୍କର ଡାଉଟ୍ ଅଛି କିଛି କ୍ୱାରି ଅଛି ନିଶ୍ଚିନ୍ତ ଆମ ସହିତ ଯୋଗାଯୋଗ କରନ୍ତୁ ନହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆମେ ତାର ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ।